ଦର୍ଶକ ବନ୍ଧୁ, ଆଜି ଆପଣମାନେ ଯାହା ଶୁଣିବାକୁ ଯାଉଛନ୍ତି ତାହା କେବଳ ଗୋଟିଏ ଜ୍ଞାନ ନୁହେଁ ବା କେବଳ ଭବିଷ୍ୟବାଣୀ ମଧ୍ୟ ନୁହେଁ। ଏହା ସେହି ସତ୍ୟ ଅଟେ ଯାହାକୁ ମନୁଷ୍ୟ ନିଜ ଜନ୍ମରୁ ନିଜ ଭିତରେ ଲୁଚେଇ ରଖିଥାଏ। ସେହି ସତ୍ୟ ଆପଣଙ୍କର ଜନ୍ମ ସମୟରେ ଆସି ଆପଣଙ୍କ କାନରେ ଗୁପ୍ତ ଭାବେ କହିଥାଏ, କିନ୍ତୁ ଆମେ ତାକୁ ଶୁଣିବାକୁ ଚାହାନ୍ତି ନାହିଁ। ଆଜି ସେହି ସତ୍ୟର ପର୍ଦ୍ଦାଫାଶ କରିବାକୁ ଯାଉଛୁ, କିନ୍ତୁ ତାହା ପୂର୍ବରୁ ଯଦି ଆପଣମାନେ ନିଜ ଆତ୍ମାର ଯାତ୍ରା ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ଦୟାକରି ଆମ ଚ୍ୟାନେଲ ସୋନା ରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ବୋଲି ନିଶ୍ଚୟ ଲେଖନ୍ତୁ। ନମ୍ବର 1, ମେଷ ରାଶି। ମେଷ ଜାତକ ଜୀବନକୁ ଜିଅନ୍ତି ନୁହେଁ, ସେମାନେ କେବଳ ଦୌଡ଼ି ଚାଲିଥାନ୍ତି। ତାଙ୍କର ଆତ୍ମା ଯେପରି ଜଳନ୍ତା ରଥ ଉପରେ ସୱାର ହୋଇଥାଏ। ଊର୍ଜା, ଜୋଶ, ତେଜ ଏବଂ ସେହି ତେଜ କେତେଥର ଜୀବନର ଅନ୍ତିମ ଶ୍ୱାସ ପର୍ଯ୍ୟନ୍ତ ପିଛା ଛାଡ଼ିନଥାଏ। କୁହାଯାଏ, ମେଷ ଜାତକଙ୍କୁ ମୃତ୍ୟୁ ହଠାତ୍ ଆସିଥାଏ, ଯେପରି ଜଲ୍ଦି କ୍ରୋଧ, ଉତ୍ସାହ ଓ ନିର୍ଣ୍ଣୟ ଆସିଥାଏ। ଜ୍ୟୋତିଷରେ କୁହାଯାଇଛି, ଅଗ୍ନି ତତ୍ତ୍ୱ ଯେବେ ନିୟନ୍ତ୍ରଣରେ ରହିଥାଏ, ତେବେ ଜୀବନ ସୁନା ଭଳି ଚମକେ। କିନ୍ତୁ ଯେବେ ସେହି ଅଗ୍ନି ନିୟନ୍ତ୍ରଣହୀନ ହୋଇଯାଏ, ସେ ପ୍ରଥମେ ସେହି ପାତ୍ରକୁ ଜଳାଇ ଦେଇଥାଏ ଯେଉଁଥିରେ ସେ ବନ୍ଦ ଥିଲା। ମେଷ ଜାତକଙ୍କ ଜୀବନ ଏପରି ହୋଇଥାଏ, କେବେ ଅଚାନକ କ୍ରୋଧର ଗତି ଧୀରେ ହୋଇଯାଏ ତ କେବେ ହଠାତ୍ ଝଟ୍କା ଲାଗିଥାଏ। 40ରୁ 70 ବର୍ଷ ଆୟୁ ସେମାନଙ୍କ ପାଇଁ ସମ୍ବେଦନଶୀଳ ମନାଯାଇଛି, କିନ୍ତୁ ଅଗ୍ନିକୁ ସଂଯମରେ ରଖିଲେ ଏହି ଜାତକମାନେ ଦୀର୍ଘାୟୁ ହୋଇପାରନ୍ତି। ନମ୍ବର 2, ବୃଷଭ ରାଶି। ବୃଷଭ ରାଶିର ଲୋକେ ଶାନ୍ତ ଏବଂ ନଦୀ ପରି ହୋଇଥାନ୍ତି। ସ୍ଥିର, ସନ୍ତୁଳିତ, ଗଭୀର। ବଡ଼ ବଡ଼ ତୁଫାନ ମଧ୍ୟ ସେମାନଙ୍କୁ ହଲାଇ ପାରେ ନାହିଁ। ସତ୍ୟ ହେଉଛି, ସେମାନଙ୍କର ଆୟୁ ସାଧାରଣତଃ ଲମ୍ବା ହୋଇଥାଏ, କିନ୍ତୁ ଆରାମ, ଭୋଗବିଳାସ, ସ୍ୱାଦିଷ୍ଟ ଭୋଜନ ଓ ଭାବନାକୁ ମନରେ ଦବାଇ ରଖିବା ଅଭ୍ୟାସ ସେମାନଙ୍କ ଶରୀରକୁ ଭାରୀ କରିଦେଇଥାଏ। ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦ୍ରୋଗ ଧୀରେ ଧୀରେ ଶରୀରକୁ ପ୍ରଭାବିତ କରେ। ସେମାନଙ୍କର ମୃତ୍ୟୁ ଅଚାନକ ହୋଇନଥାଏ, ବରଂ ଦୀର୍ଘ ସମୟ ରୋଗ କାରଣରୁ ହୋଇଥାଏ। ଶରୀର ଧୀରେ ଧୀରେ ଥକିଯାଏ, ଶ୍ୱାସ ସଂଘର୍ଷ କରେ ଏବଂ ଅନ୍ତ ବହୁତ ଶାନ୍ତ ଓ ଗଭୀର ହୋଇଥାଏ। ବୃଷଭ ରାଶିକୁ ବଞ୍ଚାଇପାରେ କେବଳ ଗୋଟିଏ ଜିନିଷ, ସନ୍ତୁଳିତ ଜୀବନ ଓ ସଂଯମ। ନମ୍ବର 3, ମିଥୁନ ରାଶି। ମିଥୁନ ରାଶିର ଲୋକେ ଶାନ୍ତ ମନରୁ ନୁହେଁ, ବରଂ ତୁଫାନୀ ଭାବନାରେ ଚାଲନ୍ତି। ଗୋଟିଏ ଚିନ୍ତା ସରିବା ପୂର୍ବରୁ ଆଉ ଗୋଟିଏ ଆରମ୍ଭ ହୋଇଯାଇଥାଏ। ସେମାନଙ୍କର ମନ କେବେ ଶାନ୍ତ ରହେ ନାହିଁ। ଏହି ତୀବ୍ର ବୁଦ୍ଧି ସେମାନଙ୍କର ସବୁଠାରୁ ବଡ଼ ଶକ୍ତି ଓ ଦୁର୍ବଳତା ଉଭୟ। ଜ୍ୟୋତିଷ ଶାସ୍ତ୍ର କହେ ଯେ, ମିଥୁନ ଜାତକ ଅଧିକ ମାନସିକ ଚାପରେ ରହନ୍ତି। ବ୍ରେନ୍ ଷ୍ଟ୍ରୋକ୍, ନର୍ଭ ସିଷ୍ଟମ ସମସ୍ୟା, ଅଧିକ ଚିନ୍ତା ଓ ନକାରାତ୍ମକ ଭାବନା ସେମାନଙ୍କ ପାଇଁ ବଡ଼ ବିପଦ ହୋଇଥାଏ। ସେମାନଙ୍କର ଆୟୁଷ 50ରୁ 85 ବର୍ଷ ମଧ୍ୟରେ ମନାଯାଏ। ଧ୍ୟାନ ଓ ଏକାଗ୍ରତା ସେମାନଙ୍କୁ ବଞ୍ଚାଇପାରେ, କାରଣ ସେମାନଙ୍କର ଅନିୟନ୍ତ୍ରିତ ଭାବନା ହିଁ ସେମାନଙ୍କର ଅନ୍ତିମ ସିଡ଼ି ହୋଇଯାଇଥାଏ। ନମ୍ବର 4, କର୍କଟ ରାଶି। କର୍କଟ ରାଶିର ଜାତକ ପାଣିର ଗଭୀରତା ପରି। ଉପରେ ଶାନ୍ତ, ଭିତରେ ଭାବନାର ତୁଫାନ। ନିଜ ଲୋକଙ୍କ ପାଇଁ ସେମାନେ ସବୁକିଛି ତ୍ୟାଗ କରିପାରନ୍ତି। ସମ୍ପର୍କ, ଘର, ପ୍ରେମ ସେମାନଙ୍କ ପାଇଁ ସବୁକିଛି, କିନ୍ତୁ ସେମାନେ ନିଜ ଭାବନାକୁ ବ୍ୟକ୍ତ କରିପାରନ୍ତି ନାହିଁ। ଜ୍ୟୋତିଷ ଅନୁସାରେ ସେମାନଙ୍କର ମୃତ୍ୟୁ ଅଧିକାଂଶ ସମୟରେ ହୃଦ୍ରୋଗ, ଡିପ୍ରେସନ୍ କିମ୍ବା ଭାବନାତ୍ମକ ଭାଙ୍ଗିଯିବାରୁ ହୋଇଥାଏ।
ସେମାନଙ୍କର ଆୟୁଷ 40ରୁ 80 ବର୍ଷ ପର୍ଯ୍ୟନ୍ତ ହୋଇପାରେ। ଶରୀର କଷ୍ଟ ସହିପାରେ କିନ୍ତୁ ହୃଦୟ ନୁହେଁ। ସେମାନଙ୍କର ଅନ୍ତ ଶାନ୍ତ ଗଭୀର ଓ ଏକାକୀ ହୋଇଥାଏ। ବଞ୍ଚିବାର ଉପାୟ ପୁରୁଣା ସ୍ମୃତିକୁ ଛାଡ଼ିଦେବା, ହୃଦୟକୁ ହାଲୁକା କରିବା ଓ ଖୁସିକୁ ଆଲିଙ୍ଗନ କରିବା। ନମ୍ବର 5 ସିଂହ ରାଶି। ସିଂହ ରାଶିର ଜାତକ ଜନ୍ମରୁ ନେତୃତ୍ୱଶୀଳ, ଆତ୍ମବିଶ୍ୱାସ, ସାହସ ଓ କରିସ୍ମା ସେମାନଙ୍କର ପରିଚୟ। ସେମାନେ ଯେଉଁଠି ଯାଆନ୍ତି ସେଠାରେ ମାହୋଲକୁ ବଦଳେଇ ଦେଇଥାନ୍ତି। ଲୋକେ ସେମାନଙ୍କର ବ୍ୟକ୍ତିତ୍ୱର ପ୍ରଭାବିତ ହୋଇଥାନ୍ତି। ଯେପରି ଭବ୍ୟ ସେମାନଙ୍କର ଜୀବନ କଥା, ସେପରି ନାଟକୀୟ ସେମାନଙ୍କର ଅନ୍ତ। ଜ୍ୟୋତିଷ ଅନୁସାରେ ସିଂହ ଜାତକଙ୍କର ମୃତ୍ୟୁ ହଠାତ୍ ଓ ଚମକପୂର୍ଣ୍ଣ ହୋଇଥାଏ। 70ରୁ 80 ବର୍ଷ ସେମାନଙ୍କର ଆୟୁଷ ମନାଯାଏ। ସେମାନେ ବଞ୍ଚିପାରନ୍ତି ଯଦି ହୃଦୟର ଠିକ୍ ଭାବରେ ଦେଖଭାଲ କରିପାରନ୍ତି, ଅନୁଶାସନ ରଖନ୍ତି ଓ ଆତ୍ମମୂଲ୍ୟ ଉପରେ ସ୍ୱାସ୍ଥ୍ୟକୁ ଅଗ୍ରଗତି ଦିଅନ୍ତି। ନମ୍ବର 6 କନ୍ୟା ରାଶି। କନ୍ୟା ରାଶିର ଜାତକ ପ୍ରକୃତରେ ଶୃଙ୍ଖଳାପ୍ରିୟ ଓ ସଠିକତାକୁ ମାନନ୍ତି। ଦୁନିଆ ସେମାନଙ୍କୁ ଅନୁଶାସନୀୟ, ପ୍ରିୟ, ବୁଦ୍ଧିମାନ ଓ ସମ୍ମାନନୀୟ ମାନେ। ଏମାନଙ୍କର ଦିମାଗ କେବେ ଶାନ୍ତିରେ ରହିନଥାଏ। ଅତ୍ୟଧିକ ଭାବନା, ବିଶ୍ଳେଷଣ ଏବଂ ପ୍ରତ୍ୟେକ ଭୁଲକୁ ନିଜ ଉପରେ ନେବା, ଏହିସବୁ ମିଶି ତାଙ୍କର ଆତ୍ମାକୁ ଧୀରେ ଧୀରେ ଥକାଇ ଦେଇଥାଏ। ଶରୀର 80 ବର୍ଷ ପର୍ଯ୍ୟନ୍ତ ଚାଲିଥାଏ କିନ୍ତୁ ମନ 60 ବର୍ଷରୁ ହିଁ ଝୁଙ୍କି ଯାଇଥାଏ। ଏମାନଙ୍କର ମୃତ୍ୟୁ ଅଧିକାଂଶ ସମୟରେ ମାନସିକ ଚିନ୍ତାରୁ ହୋଇଥାଏ। କନ୍ୟା ରାଶିର ଜାତକ ବଞ୍ଚିପାରନ୍ତି ଯଦି ସେମାନେ ନିଜ ମନର କଥା କହନ୍ତି, ନିଜ ଉପରେ ଦୟା କରନ୍ତି ଏବଂ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତି। ନମ୍ବର 7 ତୁଳା ରାଶି। ତୁଳା ରାଶିର ଲୋକମାନେ ଜନ୍ମରୁ ହିଁ ସନ୍ତୁଳିତ ମାର୍ଗରେ ଚାଲନ୍ତି। ସେମାନେ ସମ୍ପର୍କକୁ ସମ୍ଭାଳିବା, ଲୋକମାନଙ୍କୁ ଯୋଡ଼ିବା ଏବଂ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳିବାରେ ଦକ୍ଷ ହୋଇଥାନ୍ତି। କିନ୍ତୁ ସେମାନଙ୍କର ଦୁର୍ବଳତା ହେଉଛି ଅନ୍ୟମାନଙ୍କୁ ଖୁସି ରଖିବା ପାଇଁ ସେମାନେ ନିଜକୁ କଷ୍ଟ ଦେଇଥାନ୍ତି। ଏହା ହିଁ ସେମାନଙ୍କର ମୃତ୍ୟୁର ମୂଳ କାରଣ ହୋଇଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେମାନଙ୍କର ମୃତ୍ୟୁ ବଡ଼ ରୋଗରୁ ନୁହେଁ ବରଂ ହୃଦୟ ସମ୍ବନ୍ଧୀୟ କାରଣରୁ ହିଁ ହୋଇଥାଏ। ସେମାନଙ୍କର ଆୟୁଷ 75ରୁ 85 ବର୍ଷ ପର୍ଯ୍ୟନ୍ତ ମନାଯାଏ। ସେମାନଙ୍କୁ ବଞ୍ଚାଇପାରେ ନିଜ ଭାବନାକୁ ଗୁରୁତ୍ୱ ଦେବା ଏବଂ ସମ୍ପର୍କଠାରୁ ଅଧିକ ନିଜ ମନର କଥା ଶୁଣିବା। ନମ୍ବର 8 ବୃଶ୍ଚିକ ରାଶି। ଏହି ରାଶି 12ଟି ରାଶିମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଗୁପ୍ତମୟ। ସେମାନଙ୍କର ମନର ଗଭୀରତା କେହି ସହଜରେ ବୁଝିପାରେ ନାହିଁ। ସେମାନେ ନିଜ ମନର କଥା କାହାକୁ କୁହନ୍ତି ନାହିଁ। ଜ୍ୟୋତିଷ ଶାସ୍ତ୍ର କହେ ସେମାନଙ୍କର ମୃତ୍ୟୁ ହଠାତ୍ କୌଣସି ରହସ୍ୟମୟ କିମ୍ବା ଗୁପ୍ତ ରୋଗରୁ ହୋଇଥାଏ, ଯାହାକୁ ସେମାନେ ବର୍ଷରୁ ବର୍ଷ ଲୁଚାଇ ରଖିଥାନ୍ତି। ସେମାନଙ୍କର ଆୟୁଷ 60ରୁ 70 ବର୍ଷ ପର୍ଯ୍ୟନ୍ତ ହୋଇଥାଏ। ସେମାନେ ବଞ୍ଚିପାରନ୍ତି ଯଦି ସେମାନେ କାହାକୁ ଭରସା କରି ନିଜ କଷ୍ଟକୁ ଅଂଶୀଦାର କରନ୍ତି। ନମ୍ବର 9 ଧନୁ ରାଶି। ଧନୁ ରାଶିର ଲୋକମାନେ ସର୍ବଦା ଯାତ୍ରା, ଜ୍ଞାନ, ଅନୁଭବ ଓ ନୂଆ ପଥର ଖୋଜାରେ ରହନ୍ତି। ସେମାନେ ଗୋଟିଏ ସହରରୁ ଅନ୍ୟ ସହର, ଗୋଟିଏ ଲକ୍ଷ୍ୟରୁ ଅନ୍ୟ ଲକ୍ଷ୍ୟକୁ ଘୂରିବାକୁ ଭଲ ପାଆନ୍ତି। ସେମାନଙ୍କର ଆୟୁଷ 70ରୁ 80 ବର୍ଷ ପର୍ଯ୍ୟନ୍ତ ମନାଯାଏ କିନ୍ତୁ ସେମାନଙ୍କର ଶେଷ ସମୟ ଅଧୁରା ଲକ୍ଷ୍ୟ ସହିତ ଜଡ଼ିତ ରହିଯାଏ। ଜ୍ୟୋତିଷ ଶାସ୍ତ୍ର କହେ ସେମାନେ ନିଜ ଜୀବନର ତୀବ୍ର ଗତିର ବନ୍ଦୀ ହୋଇଯାଆନ୍ତି। ଶରୀର ଥକିଯାଏ କିନ୍ତୁ ଆତ୍ମା ରୁକେ ନାହିଁ। ଏହା ହିଁ ସେମାନଙ୍କର ଅନ୍ତିମ ସମୟର କାରଣ ହୋଇଯାଏ। ସେମାନଙ୍କର ମୃତ୍ୟୁ ହଠାତ୍ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ହିଁ ହୋଇଯାଏ। ନମ୍ବର 10 ମକର ରାଶି। ମକର ରାଶିର ବ୍ୟକ୍ତିମାନେ ଜୀବନରେ ଧୀରେ ଧୀରେ ଉନ୍ନତି କରନ୍ତି। ସେମାନେ କେବେ କାହା ଆଗରେ
ନିଜ ଦୁର୍ବଳତା ପ୍ରକାଶ କରନ୍ତି ନାହିଁ। ବାହାରୁ ସେମାନେ ବହୁତ ମଜବୁତ ଲାଗନ୍ତି, କିନ୍ତୁ ଏହି ମଜବୁତ ହିଁ ସେମାନଙ୍କର ଅନ୍ତର କାରଣ ହୋଇଯାଏ। ସେମାନଙ୍କର ମୃତ୍ୟୁ ଧୀରେ ଧୀରେ ଆସେ। ଦାୟିତ୍ୱ ଓ ଚିନ୍ତାର ବୋଝ ଏତେ ବଢ଼ିଯାଏ ଯେ ଶେଷରେ ହୃଦୟ ସହଯୋଗ ଛାଡ଼ି ଦେଇଥାଏ। ସେମାନଙ୍କର ମୃତ୍ୟୁ କୌଣସି ତୁରନ୍ତ ଘଟଣାରୁ ନୁହେଁ, ବରଂ ଅତ୍ୟଧିକ ଦାୟିତ୍ୱରୁ ହୋଇଥାଏ। ସେମାନେ ବାହାରୁ ମଜବୁତ ଥାନ୍ତି, କିନ୍ତୁ ଭିତରୁ ଧୀରେ ଧୀରେ ଭାଙ୍ଗି ଯାଆନ୍ତି। ସେମାନଙ୍କର ଅନ୍ତ ବହୁତ ଶାନ୍ତ। କୌଣସି ନାଟକ ନାହିଁ, କୌଣସି ଶବ୍ଦ ନାହିଁ, କେବଳ ଏକ ମୌନ ବିଦାୟ ନମ୍ବର ହୋଇଥାଏ। ନମ୍ବର 11 କୁମ୍ଭ ରାଶି। ଏହି ରାଶିର ଜାତକମାନେ ବହୁତ ଅଲଗା ହୋଇଥାନ୍ତି। ସେମାନଙ୍କର ଭାବନା ଏତେ ଅଲଗା ଯେ ଦୁନିଆ ସେମାନଙ୍କୁ ସହଜରେ ବୁଝିପାରେ ନାହିଁ। ସେମାନେ ସବୁବେଳେ ଆଗକୁ ବଢ଼ିବାକୁ ଚାହାନ୍ତି, ଭବିଷ୍ୟତକୁ ଗଢ଼ିବାରେ ବିଶ୍ୱାସ କରନ୍ତି। ଅତ୍ୟଧିକ ଉତ୍ସାହ ଓ ଚିନ୍ତାକୁ ସେମାନଙ୍କର ମୃତ୍ୟୁର କାରଣ ହୋଇଥାଏ। ଶେଷ ସମୟରେ ସେମାନେ ମାନସିକ ଓ ଶାରୀରିକ ଭାବେ ଥକିଯାଆନ୍ତି। ସେମାନଙ୍କର ମୃତ୍ୟୁ ହଠାତ୍ ହୃଦଘାତ ଭଳି ହୋଇଥାଏ। ନମ୍ବର 12 ମୀନ ରାଶିର ମୃତ୍ୟୁ ବହୁତ କୋମଳ ଓ ଶାନ୍ତ ହୋଇଥାଏ। ସେମାନଙ୍କର ଶେଷ ସମୟ କୌଣସି ଯୁଦ୍ଧ ଭଳି ନୁହେଁ, ବରଂ ଏକ ଶାନ୍ତ ନଦୀ ପରି, ଯଥା ଧୀର, ନୀରବ ଓ ଗଭୀର। ଏହାକୁ ବହୁତ ପବିତ୍ର ବୋଲି ମନାଯାଏ। ଶେଷ ସମୟରେ ସେମାନଙ୍କର ମନ ଧୀରେ ଧୀରେ ଶାନ୍ତ ହୋଇଯାଏ ଏବଂ ଆତ୍ମା ନିଜ ମୂଳ ସ୍ଥାନକୁ ଫେରିଯାଏ। ଦର୍ଶକ ବନ୍ଧୁ, 12ଟି ରାଶିର ମୃତ୍ୟୁ ସମ୍ବନ୍ଧରେ ଆମେ ଆପଣମାନଙ୍କୁ ଜଣାଇଲୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଦୟାକରି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।